दशबंधु नुआपड़ा बदलाइब समीकरण कार्यक्रम रे এই মঞ্চরে অনেক রাজনৈতিক ব্যক্তিবিশেষ অনেক বুদ্ধিজীবী এবং সাংবাদিক মানে সামিল হয়েছেন সেই প্রক্রিয়ারে আজ আম সহিত অনেক কংগ্রেসর যে কি যুব চেহারা এবং যে কি পূর্বর সাংসদ ভাবে প্রার্থী ভাবে লড়াই করছেন সিদ্ধার্থ স্বরূপ দাস কংগ্রেসর কোষাধ্যক্ষ মধ্যে দায়িত্ব অনেক সে এই নুଆପଡ଼ା উপনির্বাচনକୁ କୋଉ ଦୃଷ୍ଟି ଦେଖୁଛନ୍ତି ସିଦ୍ଧାର୍ଥ ବାବୁ ଆପଣଙ୍କୁ ସ୍ୱାଗତ କରୁଛି। ନମସ୍କାର। ଆପଣ ଯେତେ ଦିନ ହେଲାଣି ଆସିକି ଏଠି ବୁଲିଲେଣି ଗାଁ ଗଣ୍ଡା ସବୁ ଯାଉଛନ୍ତି କଣ କେମିତି ବର୍ତ୍ତମାନ ମାହୋଲ ଅଛି ଆଉ 3-4 ଦିନ ନିର୍ବାଚନ ରହିଲା। ଦେଖନ୍ତୁ ନୂଆପଡ଼ା ବାଇ ଇଲେକ୍ସନ ରେ ମୁଁ ଦୀର୍ଘ ଦିନ ଧରିଆ ନୂଆପଡ଼ା ସହିତ ଜଡ଼ିତ ଅଛି ଇଲେକ୍ସନ ପ୍ରୋସେସ ଭିତରେ। ବର୍ତ୍ତମାନ ପୋଜିସନରେ ନୂଆପଡ଼ାରେ ଘାସିରାମ ବାବୁଙ୍କର ଗୋଟେ କ୍ରେଜ ଅଛି। ତା ସହିତ ଆମର ସଭାପତି ଭକ୍ତଚରଣ ଦାସଙ୍କର ମଧ୍ୟ ଏଇଟା ଯେହେତୁ ତାଙ୍କ ପାର୍ଲାମେଣ୍ଟ କନଷ୍ଟିଚୁଏନ୍ସି ଅତୀତରେ ସେ ଏରିଆରେ ବହୁତ କାମ କରିଛନ୍ତି, ତ ଭକ୍ତ ଦାଦାଙ୍କର ମଧ୍ୟ କ୍ରେଜ ଅଛି। ତ ସେଇ କ୍ରେଜରେ ଆଜି ଡେଟ୍ରେ ଯଦି ଆପଣ ଦେଖିବେ ତାହେଲେ କଂଗ୍ରେସ ଆମେ ବିଭିନ୍ନ ବାଟରେ ମଧ୍ୟ ଆମେ ଲୋକଙ୍କ ଉପରେ ଗ୍ରହଣୀୟ ହେଇଛୁ ଆଉ ଆଗରେ ମଧ୍ୟ ଅଛୁ। ଗ୍ରାଉଣ୍ଡ ଜିରୋରେ ଆପଣ ଆଗରେ ଅଛନ୍ତି ବୋଲି କହୁଛନ୍ତି, କିନ୍ତୁ ରାଜଧାନୀରେ ଯେତେ ସବୁ ଗଣମାଧ୍ୟମ ଯେତେ ସବୁ ଚର୍ଚ୍ଚା ହଉଛି କୁହାଉଛି ସରକାରରେ ଥିବାରୁ ଭାରତୀୟ ଜନତା ପାର୍ଟି ସବୁଠୁ ଆଗରେ ଅଛି ଏବଂ ଜିତିବାର ସମ୍ଭାବନା ଅଧିକ। ଏହାକୁ ଆପଣ କେମିତି କଣ ଦେଖୁଛନ୍ତି? ଆଜ୍ଞା, ମୁଁ ଏଇଟା ଆପଣଙ୍କୁ କହିବି। ଗଲାଥର ଧାମନଗର ଉପନିର୍ବାଚନ ଯେତେବେଳେ ହେଇଥିଲା ସେତେବେଳେ ବିଜେଡି ସରକାରରେ ଥିଲା, ବିଜେପି ଅପୋଜିସନରେ ଥିଲା। ସେତେବେଳେ ମଧ୍ୟ ସମସ୍ତେ କହିଲେ ଯେ ବିଜେଡି ସବୁ ଜାଗାରେ ବାଇ ଇଲେକ୍ସନ ଜିତି ଜିତି ଆସିଛି, ସରକାରରେ ଥିବାରୁ ଏଜ ମଧ୍ୟ ତାକୁ ଥିଲା। କିନ୍ତୁ ଧାମନଗର ଉପନିର୍ବାଚନ ମଧ୍ୟ ସରକାର ବିରୁଦ୍ଧରେ ଗଲା। ଅତୀତରେ ମଧ୍ୟ ଆମର ତଲସରା ଆଉ ଲକ୍ଷ୍ମୀପୁର ସରକାର ବିରୁଦ୍ଧରେ ଯାଇଛି। ତ ଗଣମାଧ୍ୟମରେ ସବୁବେଳେ ସରକାର ପାର୍ଟିକୁ ଏଜ ମିଳିବା କଥା, ଏଜ ମଧ୍ୟ ମିଳେ, କିନ୍ତୁ ଗ୍ରାଉଣ୍ଡରେ ଆମେ ଆଜି ଆଗରେ ଅଛୁ ଆଉ କଂଗ୍ରେସ ହିଁ ଏଠୁ ଜିତିବ। 25 ବର୍ଷ ଧରିକି ଯୋଉ କଂଗ୍ରେସ ପୁରା ଶୋଇ ପଡିଥିଲା, ଆପଣଙ୍କୁ ଲାଗୁଛି ଯେ ବର୍ତ୍ତମାନ ସେତିକି ଶକ୍ତିଶାଳୀ କଂଗ୍ରେସ ହଉଛି ବା କର୍ମୀଙ୍କ ଭିତରେ ସେତିକି ଜୋଶ ଅଛି ଗୋଟେ ଉପନିର୍ବାଚନ ଜିତିବାର ସ୍ଥିତିକୁ ଆପଣ ଦେଖିପାରୁଛନ୍ତି? ଦେଖନ୍ତୁ, ଯେବେଠୁ ଭକ୍ତଚରଣ ଦାସ ପିସିସି ଦାୟିତ୍ୱ ନେଇଛନ୍ତି ତା ପରଠୁ ଆପଣ ଦେଖିଥିବେ ଯେ କଂଗ୍ରେସ ଯେତିକି କାର୍ଯ୍ୟକ୍ରମ କରିଛି ତା ଦେହରେ କଂଗ୍ରେସକୁ ବହୁତ ସଫଳତା ମିଳିଛି। ଆଉ ବର୍ତ୍ତମାନ ଏଇ ଯୋଉ ସରକାରର କାର୍ଯ୍ୟକ୍ରମ ଚାଲିଛି, ସରକାରଙ୍କର ଅପାରଗତା, ଲୋକ ମଧ୍ୟ ବହୁତ ମାନେ ପରେଶାନ ହେଇଗଲେଣି ଏ ସରକାରର କାର୍ଯ୍ୟକଳାପ ଦେଖି। ଆଉ ଆମ ସଭାପତି ଗ୍ରାଉଣ୍ଡରେ ଲଢୁଛନ୍ତି, ସେଥିପାଇଁ କହୁଛନ୍ତି ଆପଣ ଜିତିବାର ସମ୍ଭାବନା ଅଧିକ। ଏଇଟା ନୂଆପଡ଼ା ହଉଛି ଆମ ସଭାପତିଙ୍କର କନଷ୍ଟିଚୁଏନ୍ସି, ପାର୍ଲାମେଣ୍ଟ କନଷ୍ଟିଚୁଏନ୍ସି। ଆଉ ଲୋକ ମଧ୍ୟ ସରକାରଙ୍କ ବିରୁଦ୍ଧରେ ଗୋଟେ ଜନମତ ତିଆରି ହେଇସାରିଛି। ଆଉ ନୂଆପଡ଼ାରେ ଆମକୁ ମଧ୍ୟ ଏଜ ଅଛି, ଆଉ ଘାସିରାମ ବାବୁଙ୍କର ଏଠି ଲୋକପ୍ରିୟତା ମଧ୍ୟ ଅଛି। ତ ଏଇ 3-4ଟି ପଏଣ୍ଟକୁ ଯଦି ଆଧାର କରାଯାଏ ତାହେଲେ ଏଠି ଆମର ସମ୍ଭାବନା ବହୁତ ଅଧିକା ଅଛି। ଗୋଟେ ମାନସିକତା ଏହା ରହୁଛି କି ଗୋଟେ ସାଧାରଣ ଲୋକଙ୍କ ପାଖରେ, ଯେହେତୁ ଭାରତୀୟ ଜନତା ପାର୍ଟି ସରକାର ଅଛି, ସରକାରରେ ଥିବା ପାର୍ଟିକୁ ଯଦି ଭୋଟ ଦିଆଯାଏ ତାହେଲେ ଲୋକଙ୍କର କାମ ହବ, ଏଇ କଥାକୁ ଭାରତୀୟ ଜନତା ପାର୍ଟି ଗ୍ରାଉଣ୍ଡ ଜିରୋରେ ବୁଝଉଛି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ପାଖରେ ଏଠି କ୍ୟାଣ୍ଡିଡେଟ୍ ନଥିଲେ ବୋଲି ସେମାନେ ବିଜେଡିର ଜୟ ଢୋଲକିଆଙ୍କୁ ନେଇଗଲେ। କାରଣ ଭାରତୀୟ ଜନତା ପାର୍ଟିର ଯିଏ ଏଠି ପୂର୍ବତନ ବିଧାୟକ ପ୍ରାର୍ଥୀ ଥିଲେ କି ପୂର୍ବତନ ଯିଏ ତାଙ୍କର ରାଜ୍ୟ ସଭାପତି ଏଠି ନୂଆପଡ଼ାର ଯିଏ ବସନ୍ତ ବାବୁ ରାଜ୍ୟ ସଭାପତି ଥିଲେ, ତ ତାଙ୍କ ଉପରେ କି ତାଙ୍କ ପୁଅ ଉପରେ ଦଳ ଭରସା କରିପାରିଲାନି। ସେମାନେ ବିଜେଡିର ଜୟ ଢୋଲକିଆଙ୍କୁ ନେଲେ ସିମ୍ପାଥି କାର୍ଡ ଖେଳିବା ପାଇଁ। ତ କୋଉ ହିସାବରେ ଆଜ୍ଞା, ଯଦି ତାଙ୍କର ନିଜର ଏଠି ଭୋଟ ବ୍ୟାଙ୍କ ନାହିଁ ସେଥିପାଇଁ ତ ସେ ଉଧାରରେ ଜୟ ଢୋଲକିଆକୁ ନେଇଛନ୍ତି। ତ କୋଉ ହିସାବରେ ଆପଣ ଆଶା କରୁଛନ୍ତି ଯେ ଜଣେ ଜିତି ପାରିବେ ବୋଲି? ନାଇଁ, କାହିଁକିନା ବହୁ ଉପନିର୍ବାଚନରେ ଦେଖା ହଉଛି ଯେ ଦିବଂଗତ ନେତାଙ୍କର ସ୍ୱର୍ଗବାସ ହେଲା ପରେ ତାଙ୍କ ପରିବାରରୁ ଯିଏ ନିର୍ବାଚନ ମଇଦାନ କଲାନ୍ତି ତାଙ୍କ ପ୍ରତି ଗୋଟେ ସିମ୍ପାଥି ଥାଏ, ଗୋଟେ ସହାନୁଭୂତି ଥାଏ। ସେ ସହାନୁଭୂତି ଜୟ ଢୋଲକିଆଙ୍କ ପ୍ରତି ଗ୍ରାଉଣ୍ଡ ଜିରୋ ଅଛି ନା ନାଇଁ, ଆପଣ କଣ ଅନୁଭବ? ନାଇଁ, ସେ ସହାନୁଭୂତି ଜୟ ଢୋଲକିଆଙ୍କ ପ୍ରତି ନାହିଁ। ମାନେ ଆପଣ ମୁଁ କହିବିନି ଯେ 100% ନାହିଁ ବୋଲି, ସେ ସହାନୁଭୂତି ଅଛି କିନ୍ତୁ ସେଇ ମାତ୍ରାରେ ନାହିଁ ଯୋଉଟା କି ତାଙ୍କୁ ନିର୍ବାଚନରେ ବିଜୟୀ କରାଇବ, ସେଇ ସ୍ଥିତି ନାହିଁ। କିନ୍ତୁ ସବୁଠୁ ବଡ ଗୋଟେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଜନତା ପାର୍ଟି ଦେଶର ଗୋଟେ ସର୍ବବୃହତ ରାଜନୈତିକ ଦଳ, ବିଜୁ ଜନତା ଦଳ ମାନେ ରାଜ୍ୟର ମଧ୍ୟ ସେଭଳି ଗୋଟେ ଶକ୍ତିଶାଳୀ ରାଜନୈତିକ ଦଳ, ତା ସାମ୍ନାରେ ଆର୍ଥିକ ଦୃଷ୍ଟିକୋଣରୁ ହଉ କିମ୍ବା ସରକାରୀ କଳ ଦୃଷ୍ଟିକୋଣରୁ କଂଗ୍ରେସ ଯେତେବେଳେ ଲଢେଇ କରୁଛି ଆପଣଙ୍କୁ କଣ କଣ ସବୁ ସମସ୍ୟା ଦେଖିବାକୁ ପଡୁଛି? କୋଉ ଗ୍ରାଉଣ୍ଡରେ କଂଗ୍ରେସ ଆଗରେ ଅଛି ଏବଂ କୋଉ ମାନେ କ୍ଷେତ୍ରରୁ କଂଗ୍ରେସ ପଛରେ ଅଛି ଭାବୁଛନ୍ତି ଆପଣ? ଦେଖନ୍ତୁ,
नो डाउट भारतीय जनता पार्टी सरकार अच्छी भारत वर्ष 12 वर्ष धरी से शासन में अच्छा विभिन्न राज्य से अच्छा ठीक अच्छे भारतीय जनता पार्टी को लोक भावाटा एज दबाटा भी किसी असंभव कथा नुहे किंतु से एजटा यहाँ गोटे हूँ मीडिया एज मीडिया रे से एज कर एज देखा बाकी रहा आप बीजेडी कथा कहते बीजेडी पाखे तो आज्ञा कैंडिडेट न मिलने बोली नुआपड़ू सी आज्ञा उधार बरगढ़ जिलूर अत्ताविदा जहाँ को लेकिन आसिले सी भी 2024 अत्ताविदा अत्ताविदावासी रिजेक्ट कर सारी तो जो जी जहाँ को निज निर्वाचन मंडल अत्ताविदा रिजेक्ट कर सी केमती नुआपड़ा लोकंर आस्था भाजन हो पारे बोली आप भावुं नहीं भारतीय जनता पार्टी कहूँ 17 मास भितर से जी विकास कर लोकों सरकार हिसाब से निजक प्रमाणित कर भारतीय जनता पार्टी 17 मास भितर कौन विकास कर सुभद्रा टंका बांटिया छड़ा आउ कौन कर नुआ प्रोजेक्ट से आनी मु आज्ञा कहि इंफ्रास्ट्रक्चर सेक्टर रे भारतीय जनता पार्टी कईटा नुआ रोड प्रोजेक्ट हो कि हॉस्पिटल प्रोजेक्ट हो मेडिकल बिल्डिंग प्रोजेक्ट हो इंफ्रास्ट्रक्चर रे दीर्घ 17 मास भितर गोटे भी नुआ टेंडर मु स्वीकार विकास ठीक है आगो को हेले देखिबा विकास ताले कौन है खाली सुभद्रा टंका बांटते आउ तो किसी विकास है किंतु बिजु जनता दल जो नेता मैंने मंच को आसीचंती जिते पचरा 24 वर्ष भितर नुआपड़ा जहाँ बिजु जनता दल सरकार समर्थ थिबारी 24 वर्ष भीतर आप नुआपड़ा बुली सारी आप देखो कौन विकास है 24 वर्ष भितर किसी जदि विकास से उत्तर आपन देबे नहीं आज यही प्रश्न ये उठू जिते कांग्रेस आज जो निर्वाचन माने इस्तार जो जारी कला कांग्रेस तार गोटे लिस्ट जारी कला जे आमे या करिछु बीजेडी कहूची आमे विकास करछु तो लोक का ग्रहण करिवे तो कांग्रेस जो लिस्ट जारी करछि सेटा कांग्रेस करिछि कि न करिछि से कथा आगे आपण माने वेरीफाई करंतु जे हम इस्तारटा सत्य जहां हमें देइछु सेटा मिछो बोली के कहि देबे कि से कथा को जदियो के कहू ना ताले बीजेडी कोन करिछि दउनी विकास कथा खाली कहू ना विकास करिछु तो इस्तार आमे जेमते ओपन हम सभापति इस्तार देदिला आमे या करिछु आगु को या करिवु बीजेडी सेमते इस्तार प्रकाश करू ना आमे 24 वर्ष भीतर या करिछु खाली विकास कथा कहले कोन हबो नहीं कहवा कथा ला जे भक्त बाबू जेबे एथे सांसद थिले बा तांकर संसदीय क्षेत्र आतिला सेही कथा को कोन लोक एबे मने पकाउचंती कि ग्राउंड रिजन आपण भक्त दास कर से काम को आपण रिफ्लेक्शन हो देखो आज्ञा लोक फील करछ एठी नुआपड़ा रे भक्त दास गोटे अलगा क्रेज अछि जोति पई आज नुआपड़ा वासिंगर सपोर्ट आम सांगे रे अछि एठी दलमत निर्विशेष रे आज हम खरियार रोड रे आज बीजेपी बीजेडी कहले खरियार रोड रे कांग्रेस रे किछि नाही आज खरियार रोड रे हम गोटे कार्यक्रम कलु जोठी रे गोटे रैली हमर आज थिला राम मंदिर दीप प्रदीप से रैली रे पाखापाखि 3000 महिला स्वतः प्रभुत्व भाव आम सहित जोड़ी हेले तो जदि आज्ञा आम खरियार रोड किछि नाही ताले ए महिला कोठु आसिला आज्ञा नहीं एक कथा भी कहउची जे जेते सब राजनीतिक माने धारणा होची बा समावेश होची बाहर लोक हणा होची कांग्रेस रो परिस्थिति सेमती नाही तो नहीं आमर आज आपण से जो महिला माने आस्तिले से माने समस्त खरियार रोड रो बासिंदा सेही म्युनिसिपालिटी सेही अंचल रो बासिंदा से माने सोमट आम सहित आछंती एठक महिला मानक वोट आज्ञा कांग्रेस संगे अछि पूरा सुभद्रा टंका जो दिया होची तार प्रभाव नाही नहीं सुभद्रा से आज्ञा जो कही सुभद्रा टंका हाथी की होमियोपैथी भाई आज्ञा बीजेपी जो इस्तार देइथिला इस्तार कहिथिला केते दब देला केते नहीं लोक जिते पैसा पाउचंती गोटे नहीं नहीं आज्ञा आपण कहउछन लोक पैसा पाउचंती ठीक अछि किंतु लोकन को कमिटमेंट करा जाइथिला मु तते देबी 5 स्टार होटल रे रूम देबी किंतु लोकन को 1 स्टार होटल रे मते रूम मिलिलानी तो तार रिफ्लेक्शन टा तो लोक केते देखेबे ना देखेबेनी एथरे ता प्रभावटा पड़ी निश्चिंत आज्ञा किंतु सिद्धार्थ बाबू गोटे सबुठ बड़ माने आपण जते सब बुलुचंती आपण को कान रे कथा पडिछि न पडिछि मु जानिनी किंतु आमे जुआडे जुआडे जाउछु घासीराम माझी जते निर्वाचन लडुचंती 5 थर निर्वाचन लडिलेनी लोक कहउचंती जे घासीराम माझी प्रथम एभली जोश लड़ती किंतु शेष जो 4-5 दिन रहिबो घासीराम माझी कोट ना कोटी दुर्बल हो जाती से लड़ई पारि माने लड़ई करि पारनती एई थरो से सिचुएशन को आपण देखुचंती नहीं ताको आपण किमती काम एई थर आज्ञा सभापति निजे अछंती पीसी सभापति दीर्घ दिन धरी आज्ञा कोनोसी बाई इलेक्शन रे
କଂଗ୍ରେସର ସଭାପତି, କାରଣ ଅତୀତରେ କଂଗ୍ରେସର ସଭାପତି ମାନେ ବାଇ ଇଲେକ୍ସନରେ ଏତେ ଦିନ ଧରି ନାହାନ୍ତି। ଆଉ ପିସି ସଭାପତି ନିଜେ ଅଛନ୍ତି, ଯୋଉ ଶେଷ ସମୟରେ ଯୋଉ ଷ୍ଟ୍ରେଂଥ ଦରକାର, ସେଥିପାଇଁ ସଭାପତି ନିଜେ ନୂଆପଡାରେ ଅଛନ୍ତି, ତାଙ୍କ ସହିତ ଆମମାନେ ମଧ୍ୟ ଅଛୁ। ତ ଏଥର ଦୁର୍ବଳ ନାହିଁ କଂଗ୍ରେସ। କିନ୍ତୁ ଗୋଟେ ପୁରା ବାର୍ତ୍ତା ଯାଉଛି ଯେ ଭକ୍ତ ବାବୁ ସଭାପତି ହେଲା ପରେ ସେ ପୁରା ଉପକୂଳିଆ ନେତାକୁ ପୁରା ସାମିଲ କଲେ ନାହିଁ। ଯଦିଓ ଆଜି ନିର୍ବାଚନୀ ଇସ୍ତାହାର ଆପଣ ପ୍ରକାଶ କଲା ବେଳେ ସବୁ ନେତା ଥିଲେ, କିନ୍ତୁ ଏଇ ଗୋଟେ ମେସେଜ ଗଲା ଯେ ଭକ୍ତ ବାବୁ ଏକୁଟିଆ ଯାଉଛନ୍ତି, କୌଣସି ଉପକୂଳିଆ ନେତାକୁ ଡାକୁ ନାହାନ୍ତି। ସେ ମାନେ ଏଇଟା ଗୋଟେ ଫ୍ୟାକ୍ଟର ହେଇପାରେ କି ଆପଣଙ୍କ ପାଖରେ? ଦେଖନ୍ତୁ ଆଜ୍ଞା, ସେ ଯୋଉ ଚିଠିଟି ଲେଖା ହେଇଥିଲା, ସେ ଚିଠିରେ ମିଡିଆ ତାକୁ ଭୁଲ ରୂପରେ ମାନେ ତାକୁ ଦର୍ଶେଇଲା। ସେ ଚିଠିର ଏ ବାଦେ ଲେଖା ହେଇଥିଲା ଯେ ଯୋଉମାନେ ନୂଆପଡାକୁ ଆସି ପ୍ରଚାର ପ୍ରସାରରେ ସାମିଲ ହବାକୁ ଚାହୁଁଛନ୍ତି, ବ୍ୟବସ୍ଥିତ ଢଙ୍ଗରେ ପ୍ରଚାର ପ୍ରସାର କରିବାକୁ ଚାହିଁ, ଆମେ ଏଥରକ ପ୍ଲାନିଂ କରିଛୁ। ଆମେ ଲୋକମାନଙ୍କୁ ପଞ୍ଚାୟତ ର ଦାୟିତ୍ୱ ଦେଇଛୁ, ଜୋନ୍ ର ଦାୟିତ୍ୱ ଦେଇଛୁ। ତ ଯୋଉ ଏଠି ନୂଆପଡାରେ ରହିବାର, ଆପଣ ଏଠି ବିଭିନ୍ନ ନୂଆପଡା ଗୋଟେ ଛୋଟ ଜାଗା, ନୂଆପଡା ଖରିଆ ରୋଡ, ଯୋଉଠିକି ଏତେ ମାତ୍ରାରେ ଲୋକଙ୍କୁ ଆକୋମୋଡେଟ କରିବାର ସୁବିଧା ନାହିଁ। ସେଥିପାଇଁ ଯୋଉମାନେ ଆସିବେ, ଆମେ ସେଥିରେ ସୁଜିତ ପାଢୀଙ୍କୁ ନମ୍ବର ଦିଆଯାଇଥିଲା ଯେ ତାଙ୍କୁ କଣ୍ଟାକ୍ଟ କଲେ ଆମେ ସେଇ ଅନୁସାରେ ଆରେଞ୍ଜମେଣ୍ଟ କରିବୁ, ତା ଦ୍ୱାରା ସମସ୍ତେ ଆସିବେ। ସେଟା ଉପକୂଳ ବାବଦରେ କିଛି ଲେଖା ହେଇନଥିଲା। ଲେଖା ଗୋଟେ ବାର୍ତ୍ତା ଗଲା, ଗୋଟେ ମିଡିଆ ଏ ବାର୍ତ୍ତା ଛାଡିଲା, ଏଇଟା ମିଡିଆ ଏ ବାର୍ତ୍ତା ଦେଲା ଯେ ଉପକୂଳିଆ ନେତା ମାନଙ୍କୁ ଆମେ ସଭାପତି ମହନ କଲେ, ସେଟା ଭୁଲ କଥା। ଆମେ ବ୍ୟବସ୍ଥିତ ଢଙ୍ଗରେ ପ୍ରଚାର ପ୍ରସାର କରିବା ପାଇଁ ଆମେ ଦେଲୁ। ଯଦି ଉପକୂଳିଆ ନେତାଙ୍କୁ ଆମେ ମନା କରିଥିଲୁ, ଆମର ଖୋର୍ଦ୍ଧା ଜିଲ୍ଲା ସଭାପତି ସେ ବି ତ ଉପକୂଳିଆ ନେତା, ତାଙ୍କୁ ବି ଜୋନ୍ ଦାୟିତ୍ୱ ଦିଆଯାଇଛି। ଭଦ୍ରକର ବିଧାୟକ ପ୍ରାର୍ଥୀ ବୁଲୁ ପଟ୍ଟନାୟକ ସିଏ ବି ତ ଜୋନ୍ ଦାୟିତ୍ୱରେ ଅଛନ୍ତି। ତ କୌଣସି ନେତାଙ୍କୁ ଆମେ ମନା କରୁନୁ ଆସିବାକୁ। ତ ଆମେ କହିଥିଲୁ ବ୍ୟବସ୍ଥିତ ଢଙ୍ଗରେ ଆମେ ପ୍ରଚାର ପ୍ରସାର କରିବାକୁ ଚାହୁଁଛୁ, ସେଥିପାଇଁ ଏ ଚିଠି କରାହେଇଥିଲା। ଯୋଉମାନେ ଆସିବେ ଜଣେଇକି ଆସିଲେ ଆମେ ତାଙ୍କ ପାଇଁ ବ୍ୟବସ୍ଥା କରିପାରିବୁ। ଅର୍ଥ ପାଇ ବୋଲି ଆପଣ ଚିଠି ଲେଖୁଛନ୍ତି, ପୁରା ସୋସିଆଲ ମିଡିଆରେ ପୁରା ଭାଇରାଲ ହଉଛି। ଯଦି ଅର୍ଥ ଅଭାବ, ତାହେଲେ ଏତେ ବଡ ଶକ୍ତିଶାଳୀ ରାଜନୈତିକ ଦଳ ସାମ୍ନାରେ ଆପଣ କେମିତି ତିଷ୍ଠିବେ? କଣ ମାନେ ଆପଣଙ୍କ ଦେଖନ୍ତୁ, ଅର୍ଥ ପାଇଁ ସଭାପତି ନିବେଦନ କଲେ, ସେ ସାଧାରଣ ଲୋକଙ୍କୁ, କଂଗ୍ରେସ ନେତୃବୃନ୍ଦ ସହିତ କଂଗ୍ରେସ କର୍ମୀ ମାନଙ୍କୁ ମୁଁ ଆପଣଙ୍କୁ କହୁଛି, ଏଇ ନିବେଦନ ପରେ ସାରା ଓଡିଶାରୁ ବିଭିନ୍ନ, ମୁଁ ଜାଣିନି ଆଜ୍ଞା, ବହୁତ ଲୋକଙ୍କୁ ମୁଁ ଜାଣିନି, ମୋ ଯୋଉ ନମ୍ବର ଦିଆଯାଇଥିଲା, ଯୋଉମାନେ କଂଗ୍ରେସ ଆକାଉଣ୍ଟକୁ ପଇସା ଦେବେ ତାର ସ୍କ୍ରିନସଟ ପଠେଇବେ ହେଲା। ତ ମୁଁ ଡେଲି ଆଜ୍ଞା ଦେଖୁଛି ଓଡିଶାରୁ ବିଭିନ୍ନ ଅଞ୍ଚଳରୁ 100 ଟଙ୍କାଠୁ ନେଇକି ମଧ୍ୟ 50,000 ଟଙ୍କା ପର୍ଯ୍ୟନ୍ତ ଲୋକମାନେ ସୋମଟ ଡୋନେଟ କରିଛନ୍ତି। ସବୁ ଦୃଷ୍ଟିକୋଣରୁ କଂଗ୍ରେସ ଗୋଟେ ରଣନୀତି ପୁରା ଶାଣିତ କରିଛି ଏଥର। ନିଶ୍ଚିନ୍ତ ଆଜ୍ଞା, ଏଟା ଷ୍ଟ୍ରାଟେଜିକାଲି ଲଢା ଯାଇଛି। ଆଉ ଆମେ ନିର୍ବାଚନ ଜିତିବା ପାଇଁ ଯାହା ଦରକାର ଆମେ ସବୁ ଜିନିଷରେ ଏଥରକ ମଧ୍ୟ କରିଛୁ। ବିଜେଡି ବିଜେପି ତ ପୁରା ବାଜିରେ ଲାଗିଛି, ମାନ ସମ୍ମାନ ଇଜ୍ଜତ ସବୁ କିଛି। ଏଥିରେ ଭକ୍ତ ଦାସଙ୍କର ବି ସବୁ କିଛି ବାଜିରେ ଲାଗିଯାଇଛି। ନାଇଁ ବାଜି, ଦେଖ ନା, ନିର୍ବାଚନ ରାଜନୀତିରେ ବାଜି ଲାଗିବାଟା ଠିକ, କିନ୍ତୁ ମୁଁ ଆପଣଙ୍କୁ କହିବି ବିଜେଡି ଆଜ୍ଞା, ଆଉ ଆପଣ ନବୀନ ବାବୁଙ୍କ ପ୍ରୋଗ୍ରାମ ଯୋଉ ହେଇଥିଲା, ନବୀନ ବାବୁଙ୍କ ପ୍ରୋଗ୍ରାମରେ ପରେ ବିଜେଡି ସେମାନେ କହିଲେ ଆମେ ନବୀନ ପଟ୍ଟନାୟକ ପ୍ରୋଗ୍ରାମ ପରେ ବିଜେଡି ଏଠି ଉଠିବ, ବଢିବ ବିଜେଡିର। କିନ୍ତୁ ଆପଣ ଗ୍ରାଉଣ୍ଡରେ ସେ ନାହିଁ। ଆଉ ଲୋକ ସିମ୍ପାତି ଦେଲେ। ଏବେ କାଲି ସକାଳେ ଗୋଟେ ଜାଗା, ଖରିଆ ରୋଡ ଗୋଟେ ଜାଗାରେ ମୁଁ ସକାଳୁ ଦେଖା ହେଲି, କିଛି ଲୋକଙ୍କୁ, ଲୋକ କହିଲେ କାହିଁ ନବୀନ ବାବୁଙ୍କ ଏ ଦେହର କଣ୍ଡିସନ ଯାହା, ତାଙ୍କୁ ଆଣି ଏଠି କ୍ୟାମ୍ପେନିଂ କରେଇ ମାନେ ତାଙ୍କୁ କଷ୍ଟ କାହିଁକି ଦଉଛନ୍ତି ବିଜେଡି ନେତା। କିନ୍ତୁ ବିଜେଡି ନେତା ମାନେ ଏଠି ଯୋଉମାନେ ଆସୁଛନ୍ତି ସେମାନେ କହୁଛନ୍ତି ସେ ହଉଛି ତାଙ୍କ ସର୍ବମାନ୍ୟ ନେତା, ସେ ଏମିତି ନିର୍ବାଚନୀ ପ୍ରଚାରକୁ ଆସିବେ, ହାତ ହଲେଇ ଦେଲେ ପୁରା ସମୀକରଣ ବଦଳିଯିବ। 14 ତାରିଖ ନା ଆଜ୍ଞା ଜଣା ପଡିବ। ଆଉ ତ ଆଜ୍ଞା ରହିଲା, ଆଜି 6 ତାରିଖ ହେଲା, 5 ଦିନ ପରେ ଭୋଟ ହବ, କାଉଣ୍ଟିଂ 14 ତାରିଖ ନା କାଉଣ୍ଟିଂ ହବ। 14 ତାରିଖ ଜଣା ପଡିବ ନବୀନ ବାବୁଙ୍କର ଲୋକପ୍ରିୟତା। ଆଉ ନବୀନ ବାବୁ ହାତ ହଲେଇ ଦେଲେ ଯଦି ଭୋଟ ହେଇଯିବ, ତାହେଲେ 2024 ମସିହା ନିର୍ବାଚନରେ ନବୀନ ବାବୁ କାହିଁ ହାରିଗଲେ। କିନ୍ତୁ ନବୀନ ବାବୁ ଯେତେବେଳେ କମନା ଆସିଲେ, ସେ ମଞ୍ଚରେ କହିଲେ ଯେ ଭାରତୀୟ ଜନତା ପାର୍ଟି ଆଗରୁ ଭୋଟ ଚୋରି କରୁଥିଲା, ପ୍ରାର୍ଥୀ ଚୋରି କଲା। ଭୋଟ ଚୋରି କଥା କହିକି ନବୀନ ବାବୁ କଣ ସଂକେତ ଦେଲେ? ରାହୁଲ ଗାନ୍ଧୀଙ୍କ ସହିତ ସ୍ୱର ମିଳିକି କଣ ଗୋଟେ ଦେଖ, ନବୀନ ବାବୁଙ୍କ ପାଖରେ ଆଉ କିଛି ଅପସନ ନାହିଁ। ଯୋଉ କଥା ରାହୁଲ ଗାନ୍ଧୀ କହିଥିଲେ ସେଇ କଥା ନବୀନ ବାବୁ ରିପିଟ କଲେ। ଏଠୁ ଆପଣ ଜାଣନ୍ତୁ, ନବୀନ ବାବୁଙ୍କ ପାଖରେ ବି
ଅପସନ ନାହିଁ, ସେ ଆମରି ଧାରାଟାକୁ ରେ ଯିବାକୁ ଚାହୁଁଛନ୍ତି। ନାଇଁ ଏହାର ସମୀକରଣ କିଛି ନୂଆପଡାରେ କାମ ଦବ କି? ନା କିଛି କାମ ଦବନି। ଭିତରେ କିଛି ମାନେ ଯୋଉ ଆପଣ କହୁଛନ୍ତି ବିଜେଡି ବିଜେପି ଭାଇ ଭାଇ ଇଏ ଗୋଟେ ରଣନୀତିର ଗୋଟେ ପାର୍ଟ ବିଜେଡି ବିଜେପି ଭାଇ ଭାଇଟା ଆଜ୍ଞା କିଛି ଅସୁବିଧା ନାହିଁ। ବିଜେଡି ବିଜେପି ଭାଇ ଭାଇ ନ ହେଇଥିଲେ ସେ ଆଜ୍ଞା ଅତାବିରାରୁ ଆଣିକିନା ଶ୍ରେୟାଙ୍ଗିନୀ ମ୍ୟାଡାମକୁ ଏଠି କାହିଁକି କ୍ୟାଣ୍ଡିଡେଟ୍ କଲେ? ତାଙ୍କ ପାଖରେ ଏଇଠି ନେତା ନଥିଲେ କି? ମାନେ ଆପଣ କହୁଛନ୍ତି ଷ୍ଟ୍ରାଟେଜିକାଲି ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି। ନବୀନ ବାବୁ ଯୋଉଦିନ ଆସିବା ସେଇଦିନ ଅମର ପଟ୍ଟନାୟକ ଯାଇ ବିଜେପି ଅଫିସରେ ଜଏନ କରିବା। ଅମର ପଟ୍ଟନାୟକ ହଉଛନ୍ତି ତାଙ୍କ ଆଇଟି ସେଲ ହେଡ। ଅମର ବାବୁ ଜଏନ କରୁଛନ୍ତି ବିଜେପି, ଜଏନ କରିଛନ୍ତି ନା ତାଙ୍କୁ ପଠେଇ ଦିଆଯାଇଛି? ଆପଣଙ୍କୁ କଣ ଲାଗୁଛି? ମୁଁ ତ ଆପଣଙ୍କୁ ପଚାରୁଛି। ଆପଣ ରାଜନୀତି ମାନେ ନିର୍ବାଚନ ଲଢିଛନ୍ତି ପୁରା ସମୀକରଣ ଦେଖୁଛନ୍ତି। ମୁଁ ଆଜ୍ଞା ଆପଣଙ୍କୁ କହୁଛି ଅମର ବାବୁଙ୍କୁ ବିଜେପି କି ପଠେଇ ଦିଆଯାଇଛି, ମାନେ ଏଇ ଯୋଜନାବଦ୍ଧ ଭାବେ ଭାବେ। ଖାଲି ଅମର ବାବୁ ନାହିଁ, ଜୟ ଢୋଲକିଆଙ୍କୁ ମଧ୍ୟ ପଠେଇ ଦିଆଯାଇଛି। କଣ କାରଣ ମାନେ କାହିଁକି ମାନେ ଏଇଭଳି ଗୋଟେ ଗେମ୍ ପ୍ଲାନ ରେ ବିଜେଡି ଯାଉଛି ଏବଂ ବିଜେଡି ଗେମ୍ ପ୍ଲାନ ଦେଖନ୍ତୁ ବିଜେଡିର ଭବିଷ୍ୟତ ଅନ୍ଧକାରମୟ। ସିମ୍ପଲି ବିଜେଡିର ଭବିଷ୍ୟତ ଅନ୍ଧକାରମୟ। ଯୋଉ ବିଜେଡିର ନେତାମାନେ ଅଛନ୍ତି, ବିଜେଡି ଯୋଉ ନେତାମାନେ ମିଡିଆ ସାମ୍ନାରେ ବହୁତ ବଡ ବଡ କଥା କହୁଛନ୍ତି ଠିକ, ପଛରେ ଆଜ୍ଞା ସେମାନେ ମଧ୍ୟ ଆଶଙ୍କିତ ଅବସ୍ଥାରେ ଅଛନ୍ତି ତାଙ୍କ ଭବିଷ୍ୟତକୁ ନେଇକିନି। ତ ଆପଣଙ୍କୁ କଣ ଲାଗୁଛି ନବୀନ ବାବୁ ଆସିବା ଦ୍ୱାରା ବିଜେଡିର କିଛି ଗ୍ରାଫ ବଢୁଛି ନା ବଢୁନି? ନାଇଁ ବିଜେଡିର ଗ୍ରାଫ ବଢିନି ଆଜ୍ଞା କିଛି। ବିଜେଡି ଯାହା ଥିଲା ସେୟା ଅଛି। ତାହେଲେ ଆପଣଙ୍କ ଫାଇଟ କାହା ସହିତ? ଆମ ଫାଇଟ ବିଜେପି ସହିତ। ବିଜେଡି ଥାର୍ଡ ପୋଜିଶନ। ବିଜେଡି ଥାର୍ଡ ପୋଜିଶନ ମାନେ ବହୁତ ମାନେ ଲୋଏଷ୍ଟ ଥାର୍ଡ ପୋଜିଶନରେ ଆସିବ ପୁରା। ମାନେ କଣ ପାଇଁ ଆପଣ କହୁଛନ୍ତି ମାନେ ଗୋଟେ ସରକାର ଦଳ ଥାଇକି ପୁରା ଥାର୍ଡ ପୋଜିଶନରେ ଆସିବ ଆଉ ଦ୍ୱିତୀୟରେ ରହିଲେ ହୁଏତ କିଛି ମାନେ କୁହାଯାଇପାରେ ଆଉ ତାର ଗୋଟେ କିଛି ରହିଲା ମାନେ ଏତେ ପୁରା ଡ୍ରାଷ୍ଟିକାଲି ବିଜେପି ସରକାର ମାନେ ଏତେ ପୁରା ନିରାଶ ଭାବେ କାମ କରୁଛି ନା କଣ? ନାଇଁ 24 ବର୍ଷ ଭିତରେ ଯଦି ଆଜ୍ଞା ସେମାନେ ଭଲ କାମ କରିଥିଲେ ତାହେଲେ ସରକାର ବଦଳିଲା କାହିଁକି ଆଜ୍ଞା? ଯଦି ସେମାନେ ତ ନବୀନ ବାବୁ 24 ବର୍ଷ ଭିତରେ ଯଦି ଓଡିଶାର ବିକାଶ କରିଥିଲେ ତାହେଲେ ଗୋଟାଏ ବି ଏମପି ଜିତି ପାରିଲେ। ବିଜେପି କୁ ଆପଣ ତୃତୀୟ ସ୍ଥାନରେ କେମିତି ରଖୁଛନ୍ତି? ବିଜେପି ନାହିଁ ବିଜେଡି ରଖୁଛନ୍ତି। ଆଚ୍ଛା, ତେଣୁକରି ଘାସିରାମ ମାଝୀ ଯେତେବେଳେ ମଇଦାନକୁ ଯାଉଛନ୍ତି ଆଦିବାସୀ ଲୋକ ବୋଲି ଯେତେବେଳେ ବିଜେପି ଯୋଉ ରେସ୍ ଫାଇଟ ରେ ଅଛି ବିକଜ ଅଫ ଜୟ ଢୋଲକିଆଙ୍କ ସହିତ ଯୋଉ ବିଜେଡିର କର୍ମୀ ଆଉ କ୍ୟାଡର ମାନେ ଆସିଲା ପରେ ବିଜେପି ଏଠି ଫାଇଟ ରେ ଅଛି। ଆଉ ଯୋଉ ବିଜୁ ଜନତା ଦଳର ଯୋଉ ନେତା ମାନେ ଏଠି ଯୋଉ ପୁରା ସଂଗଠନକୁ ଧରିଛନ୍ତି ଯେମିତି ପୂର୍ବରୁ ବାଇ ଇଲେକ୍ସନ ଲଢା ଯାଉଥିଲା ସେମାନେ ପୁରା ମାଇକ୍ରୋ ମ୍ୟାନେଜମେଣ୍ଟ କୁ ପୁରା ଫୋକସ କରୁଛନ୍ତି ଏ କଥାକୁ ଯୋଉ ପ୍ରମାଣିତ କରୁଛନ୍ତି ମାନେ ୟାର କିଛି ମାନେ ରିଫ୍ଲେକ୍ସନ ନାହିଁ ଏଥିରେ। ମୁଁ ଆଜ୍ଞା ଦିଟା କଥା କହିବି। ବିଜେଡି ବିନା ସରକାରରେ ବାଇ ଇଲେକ୍ସନ ଲଢିନି, ଫାର୍ଷ୍ଟ ଟାଇମ ପାଇଁ ଲଢୁଛି। 24 ବର୍ଷ ଭିତରେ ସରକାରରେ ନ ରହିକିନି ଫାର୍ଷ୍ଟ ଟାଇମ ପାଇଁ ଲଢୁଛି। ବିଜେପି ସରକାରରେ ରହି ଫାର୍ଷ୍ଟ ଟାଇମ ପାଇଁ ବାଇ ଇଲେକ୍ସନ ଲଢୁଛି। ତ ଦିସ୍ it is a major factor. How could you manage the by election? बीजेपी गवर्नमेंट रही केमती मैनेज करिवो, बीजेडी विदाउट गवर्नमेंट रे केमती मैनेज करिवो, इट इज ए मेजर फैक्टर। नहीं या द्वारा कांग्रेस रो माने कोटे आपण देखुछते राइज आज्ञा आमे तो आज्ञा 25 वर्ष सरकार रे नाउ आमे तो बाय इलेक्शन लड़ी आसीछु। आ भक्त बाबू जेटोडी निजे लीड करूचंदी आमे तो सरकार रे नाउ आम आगे ग्रास रूट रे काम करी करी आसीछु। तो आम पे एटा किछि नुवा कथा नुहे, तांको पे नुवा कथा। बीजेडी पे प्रथम थर बिना सरकार रे निर्वाचन लड़ुचंदी, बीजेपी प्रथम थर पे सरकार रे रही बाय इलेक्शन लड़ुची। किंतु जेतेबेले घासीराम माझी को कथा माने आपण दी दलर माने स्ट्रैटेजी को नेकी कथा उठेले घासीराम माझी को नेकी बोलते जेतेबेले चर्चा करा जाय घासीराम बाबू स्वाधीन रे थिले गोटे भलो ताकर गोटे मेसेज आइतिला कांग्रेस रे मिसिकी गोटे आदिवासी वोटटा डिवाइड हे जाउछु उनको आउछि। तेणु आज्ञा एगुड़ा सब स्पेकुलेसन होची बीजेडी बीजेपी वाला आज्ञा सब स्पेकुलेसन करचंदी एमती आदिवासी वोट डिवाइड हे गला कोन अछि आदिवासी वोट आज्ञा घासीराम बाबू तो डिवाइड हेनी। आज भी आदिवासी माने घासीराम बाबू संगे रहचन, खाली आदिवासी नहीं ओबीसी एससी एसटी अपर क्लास वोट भी एथर आज्ञा कांग्रेस को जीव सब दृष्टिकोण किंतु आज जेतेबेले मुख्यमंत्री मोहन चरण माझी कोमना रे मीटिंग हला आपण कोमना रे थिले एपटे छत्तीसगढ़ मुख्यमंत्री आसिक एपटे झारखंड रे तांकर कार्यक्रम कले माने पूरा दुईटी मुख्यमंत्री पूरा स्टार प्रचारक भाव आसिक पूरा गोटे बहुत बड़ जन समावेश करके जो कार्यक्रम करछंदी यार प्रभाव कोन किछि नाही ग्राउंड जीरो रे। देखंतु मोहन माझी 17 मास भीतर करछन कोन कहला किछि गोटे कहि परिबे मु आपन कहलबा सुभद्रा टंका बांटिया व्यतीत
गोटे गोटे आखि दृश्य काम करछन्ती ओडिशार विकास ପାଇଁ। କିନ୍ତୁ ଆଜି ସେ ଯେତେବେଳେ ଭାଷଣ ଦଉଥିଲେ ତାଙ୍କ ପ୍ରାର୍ଥୀ ଜୟ ଢୋଲକିଆ ପୁରା ମାନେ କାନ୍ଦି ପକେଇଲେ, ପୁରା ବହୁତ ସମୟ ଧରି କାନ୍ଦିଲେ। ଲୋକଙ୍କୁ ଗୋଟେ ପୁରା ଅପିଲିଂ देखो ହଉନି। एटा सिंपाथी टू टेक सिंपाथी। जय बाबू एटा तांकर बापा चली जाइछन्ती, मुख्यमंत्री भाषण दउछन्ती। जय बाबू टू गेन ए सिंपाथी, मु बेसी आउ कहबिनी, किंतु एटा सिंपाथी गेन करिया पे करा जाइछ। ତାର ପ୍ରଭାବ ମାନେ ସିମ୍ପାଥି ଗେନ୍ କରିବା ପାଇଁ କରାଯାଇଛି, କିନ୍ତୁ କିଛି ଭୋଟ ତାଙ୍କର देखो calculation सुन ଥିବ। सुन आज्ञा तांकर सिंपाथी भोट जहाँ थिला, जय ढोलकियांकर जेतिकी सिंपाथी लोक थिले कि सिंपाथी भोट ला तांका सहित पळेइछि आउ नाही आज्ञा। तांकर बीजेडी रो जो सिंपाथाइजर मान थिले ढोलकिया बाबूंक बापांक सहित, कारण ढोलकिया बापा एटी 2004 रे स्वाधीन जीति थिले। 2004 रु 24 वर्ष टे गोटे थर मंत्री 2014 रे हारिचंती। तो तांकर जो सिंपाथाइजर माने नाहांती आज्ञा, तांका संगे ऑलरेडी पळेइचंती और पळेइचंती बोली आज्ञा जय ढोलकिया आज फाइट रे अछंती, କିନ୍ତୁ ସେ ତାର କିଛି ପ୍ରଭାବ ନାହିଁ। आउ नाही आज्ञा। କିନ୍ତୁ କିନ୍ତୁ ଦେଖନ୍ତୁ ଭାରତୀୟ जनता पार्टी ର ପୁରା ଷ୍ଟାର ପ୍ରଚାରକ ମାନେ ବାରମ୍ବାର ଆସୁଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସିଲେ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ବାରମ୍ବାର ଆସୁଛନ୍ତି। ବିଜେଡିର ମଧ୍ୟ ନବୀନ ବାବୁ ଥରେ କମଲା, ପୁଣି କାଲି ନୂଆପଡ଼ା ଆସୁଛନ୍ତି। କଂଗ୍ରେସର ଷ୍ଟାର ପ୍ରଚାରକ କଥା ଯେତେବେଳେ ଆଲୋଚନା କରାହଉଛି, ରେବନ୍ତ ରେଡ୍ଡି ଆସିବା କଥା, ତାର କଣ ସ୍ଥିତି, ଏବଂ କଂଗ୍ରେସର ଷ୍ଟାର ପ୍ରଚାରକ ମାନଙ୍କର ମାନେ କିଛି ଆବଶ୍ୟକତା ଅଛି ନା ନାହିଁ? देखो ना आज्ञा एठी हमर स्टार प्रचारक हम पीसीसी प्रेसिडेंट भक्तचरण दास, नुआपड़ा कलाहांडी पाई भक्त दास आउ बड़ स्टार कैंपेनर के ना। से माटीर अनडिवाइडेड कलाहांडी जिल्लार माटीर पुओ, एई कलाहांडी रे से आज्ञा आंदोलन करिकिन आज एते बड़ जगह को जाइछन्ती। तांकोडू बड़ स्टार कैंपेनर आउ मु बाबू जोरे कांग्रेस पार्टी रे अछन्ती बड़ नेता माने, किंतु तांको आज एई नुआपड़ा कलाहांडी जिल्ला रे ही वाज आवर स्टार कैंपेनर। अच्छा, एठी बहुत गुडे माने आपण जागा बुललेनी, जेते सब नेता पेता आसुଛନ୍ତି, बहुत समस्या होची रहिबार। ई जो नुआपड़ार वर्तमान माने जो भोटर मानक सहित आपण यदि किछि मिस्थिबे, रिएक्शन कोन होची, माने आपण किछि क्लियर कट पाउचंती? मु आउ गोटे जिनस कहबी, बीजेडी कहला विकास करछि नुआपड़ार। मु आज्ञा बहुत आदिवासी एरिया बुलिली, बहुत रूरल एरिया बुलुछि। 90% आज्ञा आज डेट छात घर ना गाँ गहली, 90 भाग गाँ गहली छात घर ना। लोक कहउचंती आपण को ए कथा, मु देखुछि आज्ञा लोक कहबे कोन आज्ञा। लोक होते शांति रे थाई पारन, से तांकर नहीं जो आपनकर जो कोन मुख्यमंत्री योजना कि तांकर आपनकर प्रधानमंत्री आवास योजना तो समुद्र में हेतिला, लोक पाई नांती, लोक मिलिनी। से असंतोष आपण देखुचंती ग्राउंड अच्छे आज्ञा ग्राउंड रे अच्छे असंतोष। तो विकास कौन है आज्ञा? हॉस्पिटल नाही, गोटे कॉलेज भी नाही। आपन लागुची घासीराम बाबू जेतल दायित्व नेबे, आपन जहा जहा संकल्प पत्र लिखुचंती, ए सबु पूरण हबारे गुटे नुआपड़ावासी आपन को विश्वास करिवे, काई ना आपण देखो ना घासीराम बाबू को जदि नुआपड़ावासी दायित्व दियंती, ये संकल्प घासीराम बाबू जेति कि संकल्प पीसीसी सभापति मुख्य दायित्व। तो एथिपे पीसीसी सभापति लड़ाई करेंगे, घासीराम बाबू लड़ाई करेंगे, विधानसभा टू नहीं लोकसभा पर्यंत ये लड़ाई कांग्रेस लड़ो, प्रतिश्रुति पालन करिया। कांग्रेस कर्मी को भीतर से जोश आपण देखुचंती कि काई ना गुटे वार्ता जाउची जे भाई किछि तो हेनी, एबे कोन हे जिवो, से सिचुएशन देखो ना क्या जोश कांग्रेस कर्मी को भीतर जदि न थांदा, भुवनेश्वर रे राहुल गांधी को प्रोग्राम जतले हैला माने एक्सपेक्टेशन बाहर है कि कांग्रेस कर्मी से प्रोग्राम रे योगदान करथिले। तो बीजेडी बीजेपी सहित आपण पूरा टक्कर देकी जाउचंत ताली। बीजेडी नाही आज्ञा रे, काई आपण टक्कर कथा कहउचंदी? बीजेडी नो वे इन द बाय इलेक्शंस, सीधा फाइट बीजेपी सहित। हां, नुआपड़ावासी को आपण कोन अपील करिवे? मु नुआपड़ावासी को अपील करूची, हमर जे एमएलए प्रार्थी घासीराम बाबू को आपण माने विपुल मात्रा रे भोट दियंतु, ताको जययुक्त करांतु। आम सभापति भक्तचरण दास को ऊपर आशा रखंतु, से अतीत रे नुआपड़ा पई काम करिसेंती, आगामी दिन रे मध्ये नुआपड़ा पई काम करिवे। देखा जाओ कौन होची। बहुत बहुत धन्यवाद। आम सहित सिद्धार्थ स्वरूप दास जी की पूरा ग्राउंड जीरो रे बुलुचंती एवं कांग्रेस जड़े युव चेहरा बहुत अंचल बुलिले, जो अनुभव जे कि भाव से भोटर सहित मिशंती। देखा जाऊ कांग्रेस प्रति और घासीराम माझी प्रति कि भाव लोक समर्थन रोचे, आसंता 11 तारिख 14 तारिख स्पष्ट जना पड़ो। बहुत बहुत धन्यवाद सिद्धार्थ।